ପିଲାମାନେ ତୁମକୁ କ୍ୱେଶ୍ଚିନ୍ ଅଛି 3.2 ଇଣ୍ଟୁ 1000 ତ 3.2 କୁ ଆମେ କ'ଣ କରିପାରିବା ନା 3.2 କୁ ଆମେ 3.2 ଜିରୋ କେତେଟା ଅଛି ତିନିଟା ତ ଏଇପଟ ସାଇଡ଼୍ ଆମେ ଜିରୋ ବସେଇଲେ ବି ଆମର ମୂଲ୍ୟରେ ଚେଞ୍ଜ ହେବ ନାହିଁ ଇଣ୍ଟୁ 1000 ତ ଦ୍ୟାଟ୍ ଇକ୍ୱାଲ୍ସ ଟୁ ଆମର କ'ଣ ହେବ ନା ତିନୋଟି ଶୂନ ଯେହେତୁ ଆମେ ଥାଇକି ହଜାରକୁ ଗୁଣୁଛେ ମାନେ ଆମର ତିନୋଟି ଅଙ୍କ କ'ଣ ହେବ ନା ଲେଫ୍ଟ ସାଇଡ଼କୁ ପଳେଇବ ତ କେତେ ହେଇଯିବ ତିନୋଟି ଯଦି ପଳେଇଲା 200 ପଳେଇବ ତ 3200.0 ତ ସେଇଟା ଲେଖିବା ଯାହା ଖାଲି 3200 ଲେଖିବା ମଧ୍ୟ ତା ଉତ୍ତର ହେଇଗଲା ପିଲାମାନେ। ନେକ୍ସଟ ଯିବା 2.5 ଇଣ୍ଟୁ 0.3 ତ 2.5 ଇଣ୍ଟୁ 0.3 ତାକୁ ମଧ୍ୟ ଗୁଣନ କଲେ କ'ଣ ହେବ ନା ୟାକୁ ଆମେ ଭଗ୍ନ ସଂଖ୍ୟାରେ ପରିଣତ କରିଦେବା 25/10 ଗୁଣନ 0.3 କେତେ ହେବ 3/10 କାହିଁକିନା ଦଶମୀ ପରେ ଗୋଟିଏ ଅଙ୍କ ଥିଲେ ଆମେ ତାକୁ ଡିଭାଇଡେଡ୍ ବାଇ କେତେ କରନ୍ତି 10 କରନ୍ତି ତ ଏବେ 25 ଗୁଣନ 3/100 10 ଗୁଣନ 10 କେତେ ହେବ 100 ତ 75/100 ତ ଇଜ୍ ଇକ୍ୱାଲ୍ ଟୁ 0.75 ତ ଏଇଠୁ ତ କ'ଣ ଜାଣିଲ ନା ଯଦି ହରରେ 100 ଅଛି ତାହେଲେ ଆମେ ଦଶମୀ ପରେ ଦୁଇଟି ଅଙ୍କ ଲେଖିବା ଯେଉଁଟାକି 0.75 ସେଇଭଳି ତୁମ ପାଇଁ କ୍ୱେଶ୍ଚିନ୍ ନା 0.3 ଇଣ୍ଟୁ 100 କେତେ ହେବ 13.27 ଇଣ୍ଟୁ 1000 ର ଉତ୍ତର ବାହାର କରିବ 11.2 ଇଣ୍ଟୁ 0.13 ର ଭ୍ୟାଲୁ ବାହାର କରିବ 1.07 ଇଣ୍ଟୁ 0.02 ତ ତାକୁ ତୁମେ ଭ୍ୟାଲୁ ନିର୍ଣ୍ଣୟ କରିକି କମେଣ୍ଟ ସେକ୍ସନରେ ଜଣାଇବ ଯେଉଁଟା ନ ଜାଣିବ ତାକୁ ପଚାରିବ ହେଲା ମୁଁ ତାପରେ ନେକ୍ସଟ ଭିଡ଼ିଓରେ ତୁମକୁ ବୁଝାଇଦେବି।